ଆଜି ହେଲା ରବିବାର। ଆପଣମାନଙ୍କୁ ବହୁତ ବଡ଼ ଖୁସି ଖବର ଆଜ୍ଞା ମିଲବା। ଆସନ୍ତା ଶୁକ୍ରବାର ଦିନ ଆମର ରକ୍ଷାବନ୍ଧନ ପଡ଼ୁଛି। ସେ ଅବସରରେ ଆପଣମାନଙ୍କୁ ପ୍ରଭାତୀ ପରିଡ଼ା ନୟାଗଡ଼ରେ 1,03,00,000ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଡାଇରେକ୍ଟ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିବେ ପଞ୍ଚମ କିସ୍ତି। ଆପଣମାନେ ଯଦି 4ଟା କିସ୍ତି ପାଇଛନ୍, ଆପଣମାନେ ପଞ୍ଚମ କିସ୍ତି ପାଇବାର୍କେ ଗଲେ ନ ମା'ମାନେ ଆପଣମାନେ କିଛି ଚିନ୍ତା କରବାର୍ ନାଇଁନ। ଆପଣମାନଙ୍କର ଷ୍ଟାଟସ୍କେ ଚେକ୍ କରୁନ୍ କି ଆପଣମାନଙ୍କର ଷ୍ଟାଟସ୍ ସବୁ କିଛି ଠିକ୍ ଅଛେ କି ନାଇଁନ। ଆପଣମାନେ ଜାନିଛନ୍ ଜେନୁଇନ୍ ଖବରମାନେ ମୁଇଁ ପ୍ରୋଭାଇଡ଼ କରସି ବେଧଡ଼କ। ଆଉ ଆପଣମାନେ କିଛି ଚିନ୍ତା କରବାର୍ ନାଇଁନ। ଆପଣମାନେ ଯଦି ନୂଆ କରି ଆସିଛନ୍ ତାହେଲେ ବେଲ୍ ଆଇକନ୍କେ ଅନ୍ କରୁନ୍, ସବସ୍କ୍ରାଇବ୍ ବଟନ୍କେ ଟଚ୍ କରୁନ୍। ଆପଣଙ୍କ ନିକେ ପହଲାରୁ ନୋଟିଫିକେସନ୍ଟା ଯିବା ଆଜ୍ଞା। ଆଉ ଆପଣମାନେ ଜାନିଛନ୍ ସୁଭଦ୍ରା ଯୋଜନାର ଯେନ୍ସି ବି ଅପଡ଼େଟ୍ ଭିଡ଼ିଓ ମାନେ ହେଲେ ମୋର୍ ଚ୍ୟାନେଲ୍ରେ ଆପଣମାନେ ପାଇପାରବେ, ଦେଖିପାରବେ। ଆପଣମାନେ କେତେଟା କିସ୍ତି ପାଇଛନ୍, ଆପଣମାନେ କେନ୍ ଡିଷ୍ଟ୍ରିକ୍ଟରୁ ଦେଖୁଛନ୍, ମୋତେ ସମ୍ପୂର୍ଣ୍ଣ ତଥ୍ୟ ମୋର୍ ଇ ଭିଡ଼ିଓରେ କମେଣ୍ଟ ସେକ୍ସନ୍ରେ କମେଣ୍ଟ କରିପାରବେ ଆଜ୍ଞା। ଆଉ ସୁଭଦ୍ରା ଯୋଜନା ଜାନିଛନ୍ ବର୍ଷକୁ 2ଟା କିସ୍ତି ଦେସନ୍। ଗୁଟେ ହେଲା ରାକ୍ଷୀ ପୂର୍ଣ୍ଣିମାରେ, ଦ୍ୱିତୀୟ ହେଲା ମହିଳା ଦିବସରେ। ଆପଣମାନେ କେତେଟା କିସ୍ତି ପାଇଛନ୍ ଆପଣମାନେ ଜାନିଛନ୍ କି ନି? ଏବେ ଗୁଟେ 2-3 ଦିନ ତଳେ ପେପର୍ ଆଉଟ୍ ହେଇଥିଲା, ଯେନ୍ଟାକି ପ୍ରଭାତୀ ପରିଡ଼ା କହିଛନ୍ କି ନୟାଗଡ଼ରେ ଏକାକାଳୀନ ଯେନ୍ ମହିଳାମାନେ ନୂଆ ଆପ୍ଲାଏ କରିଛନ୍ ସେମାନଙ୍କୁ ଏକାକାଳୀନ 25,000 ଟଙ୍କା ମିଲ୍ବା ବୋଲି ସରକାର ଆଡ଼ୁ ମିଲୁଛି ତଥ୍ୟଟା। ଆପଣମାନେ ଜାନିଛନ୍ ଜେନୁଇନ୍ ଖବରମାନେ ହିଁ ମୁଁ ପ୍ରୋଭାଇଡ଼ କରସି। ବେଫାଲତୁ ୟୁଟ୍ୟୁବର୍ମାନଙ୍କ ମଧ୍ୟ ମୁଇଁ ଭିଡ଼ିଓ ଅପଲୋଡ଼ ନାଇଁ କରେ। ରିଏଲ୍ ଭିଡ଼ିଓ ମାନେ ମୁଇଁ ଅପଲୋଡ଼ କରସି, ଜେନୁଇନ୍ ଖବରମାନେ ହିଁ ମୁଇଁ ଅପଲୋଡ଼ କରସି। ଆପଣମାନେ ଯଦି ନୂଆ କରି ଆସିଛନ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ ଟିକେ କରବେ। ଏତ୍କି ଥିଲା ଛୋଟିଆ ଇନଫର୍ମେସନ୍। ଯଦି ଭଲ ଲାଗଲେ ସବସ୍କ୍ରାଇବ୍ କରିବେ। ରଖୁଛେଁ ଆଜ୍ଞା। ଜୁହାର।